ମୋ ନାଁ ହେଉଛି ପାର୍ବତୀ ବାରିକ। ମୋ ଏଜ୍ ମୋର ହେଉଛି 72। ବର୍ତ୍ତମାନ ଅସୁବିଧା ଦେଇଛି ମୁଁ ଆଗରୁ ଯେଉଁ ଥରେ ଫାଷ୍ଟ 2019ରେ ମୋର ଏଇ ଟ୍ରବୁଲଟି ବାହାରିଥିଲା। ଏଇ ଟ୍ରବୁଲଟି ହେବା ଦ୍ୱାରା ସେଠି ମେଡ଼ିକାଲରେ ଅପରେସନ୍ ହେଇ ଏମିତିକା ସିଚୁଏସନ୍ରେ ଉଧରିଥିଲି, ଚାଲ ଭଲ କରିପାରିଥିଲି। ଅପରେସନ୍ ପୂର୍ବରୁ ସାର୍ କିଛି ସେତେବେଳେ ବି ଫିଲ୍ କରିନଥିଲି। ବର୍ତ୍ତମାନ ଯାହା ଫିଲ୍ କରୁଛି ସେ ସମୟରେ କିଛି ମୁଁ ଫିଲ୍ କରିପାରିନି। ସଡନ୍ ସେଟା ରାତିର ଆରମ୍ଭ ହେଇଯାଇଛି। ରାତି ଦେଇକି ପୁଅ ଆଡ଼ମିସନ୍ କରିଦେଲେ ମେଡ଼ିକାଲର। ପୁରା ମାନେ କଥା କହିପାରିନଥିଲି କିମ୍ବା ଚଲାବୁଲା କରିପାରିଲିନି, ବସିପାରିଲିନି। ପୁରା ଷ୍ଟ୍ରିକ୍ ହେଇଗଲା ବଡି, ଏଣ୍ଟାର ବଡିଟା। ତାପରେ ପୁଅ ଆଡ଼ମିସନ୍ କରିଥିଲା। ସେଠି ତାଙ୍କ ମେଡ଼ିକାଲରୁ ଅପରେସନ୍ ହେଇ କନଫର୍ମ ହେଇଯାଇଛି। ବର୍ତ୍ତମାନ ଟ୍ରବୁଲଟା ହେଉଛି ଏ ଯେଉଁ ମାସେ 2 ମାସ ପୂର୍ବରୁ ଆସ୍ତେ ଆସ୍ତେ ଏଇ ଗୋଟେ ସାଇଡ୍ ଖାଲି ବିନ୍ଧିବା ଦ୍ୱାରା ଆସ୍ତେ ଆସ୍ତେ ବି ୱିକ୍ ହେଇଗଲେ, ଡାଉନ୍ ହେଇଯାଏ ସାଇଡ୍ଟା ଗଲା। ସାର୍ଙ୍କ ପାଖକୁ ଆସିଲି। ସାର୍ କହିଲେ ଯେ MRI କର, CT ସ୍କାନିଂ କର, ସବୁ ପ୍ରକାର ସୁବିଧା ଯାହା କହିବା କଥା ତାଙ୍କର କହିଲେ। ଆମେ ବି ସେଇ ଅନୁସାରେ କାମ କଲୁ। ବର୍ତ୍ତମାନ ତାକୁ ସବୁ ଦେଖିକି ସେ ରିପୋର୍ଟ ହେରିକା ଦେଖିକି ସାର୍ କହିଲେ ଯେ ଏ ଯେଉଁ କ'ଣ ସ୍କ୍ରୁ ଡାମେଜ୍ ହେଇଯାଇଛି, ତେଣୁକରି ଏଟା ସିଓର ଅପରେସନ୍ ହେବ। ପିଲାମାନେ ରାଜି ହେଲେ, ବାବୁ ବି ରାଜି ହେଲେ। ବର୍ତ୍ତମାନ ଅପରେସନ୍ ଆରମ୍ଭ ହେଇଗଲା। ବର୍ତ୍ତମାନ ଷ୍ଟେଜରେ ଯେଉଁ ଅପରେସନ୍ ହେଇଗଲେ ସବୁ ଭଲ ଅଛି।